ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଥିବେ ଯେ ଫରେଷ୍ଟ ଗାର୍ଡ ଆପଣଙ୍କର ଫରେଷ୍ଟର ଏଲଏସଆଇ ସେଇ ପରୀକ୍ଷାରେ ଆପଣଙ୍କର ପାର୍ସେଣ୍ଟାଇଲ ସ୍କୋର ଆପଣଙ୍କର ଆସିଲା। ଏବେ ଆପଣମାନଙ୍କ ମନରେ ବହୁତ ପିଲାଙ୍କର ପ୍ରଶ୍ନ ଏଇଆ, ସାର୍ ଆମେ ବହୁତ ଅଧିକା ପାର୍ସେଣ୍ଟାଇଲ ପାଖାପାଖି 95% ପାର୍ସେଣ୍ଟାଇଲ ସ୍କୋର ରଖିଥିଲେ, 90% ସ୍କୋର ରଖିଥିଲେ, ହେଲେ ବି ଆମର ସିଲେକ୍ସନ ହେଲାନି। ଆଉ ଆପଣଙ୍କର ଯୋଉ ଆରଆଇ ଏଆରଆଇ ଅମିନ ଅଙ୍ଗନବାଡି ସୁପରଭାଇଜର ପରୀକ୍ଷା ହବ, ସେଥିରେ ମଧ୍ୟ ସେମ୍ ପାର୍ସେଣ୍ଟାଇଲ ସ୍କୋର ଆପଣଙ୍କର ଆସିବ। ତ ଆପଣଙ୍କ ମନରେ ପ୍ରଶ୍ନ ହଉଛି ଏଇଆ, ସାର୍ ଆକ୍ଚୁଆଲି ପାର୍ସେଣ୍ଟାଇଲ ସ୍କୋର କହିଲେ କଣ, ଆଉ ଏହାର ବେନିଫିଟ ଆମକୁ କଣ ମିଳୁଛି, ନା ସାର୍ ଆମର ଲସ୍ ଆପଣଙ୍କର ହଉଛି। ତ ଏହି ଭିଡିଓରେ ଆମେ ଡିସ୍କସନ ଆପଣଙ୍କର କରିବା ବହୁତ ସାରା ଟପିକ ଉପରେ, ଯେ ଆକ୍ଚୁଆଲି ନମ୍ବର ୱାନ ନର୍ମାଲାଇଜେସନ ଆପଣଙ୍କର କେମିତି ହୁଏ। ନର୍ମାଲାଇଜେସନ କହିଲେ କଣ, ଯଦି ପାର୍ସେଣ୍ଟେଜ ଆପଣଙ୍କର ବାହାରନ୍ତା ଆଉ ପାର୍ସେଣ୍ଟାଇଲ ମଧ୍ୟରେ ଡିଫରେନ୍ସ କଣ, ଆଉ ବେନିଫିଟ ଆପଣଙ୍କର ପାର୍ସେଣ୍ଟାଇଲ ରେ ଅଛି ନା ପାର୍ସେଣ୍ଟେଜ ରେ ଆପଣଙ୍କର ରହିଛି। ତ କମ୍ପ୍ଲିଟ ଭିଡିଓ ଆପଣ ଦେଖିବେ, ଡାଉଟ ବୋଲି ଆପଣଙ୍କର କିଛି ରହିବନି। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯୋଉଦ୍ୱାରା କି ତାଙ୍କ ମନରେ ବି କିଛି ଡାଉଟ ରହିବନି ଏବଂ ସେ ବହୁତ ସୁନ୍ଦର ଭାବରେ ବୁଝିପାରିବେ ଯେ ପାର୍ସେଣ୍ଟାଇଲ ରେ ବେନିଫିଟ୍ସ ଆପଣଙ୍କର କଣ, ଏବଂ ସେ ଇଜିଲି ଆପଣଙ୍କର ବୁଝିପାରିବେ ଯେ ତାଙ୍କର ସିଲେକ୍ସନ ହବ କି ନାହିଁ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଠିକ ଅଛି। ଏବଂ ଡେଡିକେଟେଡଲି ଆପଣ ପଢିବା ପାଇଁ ଚାହୁଁଥିଲେ ନା, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ କରିଦିଅନ୍ତୁ, ଯୋଉଦ୍ୱାରା କି ଡେଡିକେଟେଡଲି ସବୁଦିନ ଆପଣ 7 ରୁ 8 ଘଣ୍ଟା ଆପଣଙ୍କର ପଢିପାରିବେ ସବୁଦିନ। ଏବଂ କେମିତି ପଢିବେ କଣ ପଢିବେ ଆରଆଇ ଏକ୍ସାମ ପାଇଁ, ତା ପାଇଁ ଡେଡିକେଟେଡଲି ଭିଡିଓ ଗତକାଲି ମୁଁ ଆପଣଙ୍କୁ ନାଇଟରେ ଆପଣଙ୍କର ବନେଇ ଦେଇଥିଲି। ୟାକୁ ଦେଖି ନାହାନ୍ତି ଦୟାପୂର୍ବକ ଆପଣ ଦେଖିଦେବେ। ଠିକ ଅଛି। ଆସନ୍ତୁ ଆଗ ଡିସ୍କସନ ଆପଣଙ୍କର କରିବା ଯେ ନର୍ମାଲାଇଜେସନ ର ଆବଶ୍ୟକତା କଣ ରହିଛି। ଦେଖନ୍ତୁ, ଯେହେତୁ ଯଦି ନର୍ମାଲାଇଜେସନ ର ଆବଶ୍ୟକତା କେତେବେଳେ ପଡେ ଆଉ କେତେବେଳେ ପଡେନି, ଆଗ ତାହା ଟିକେ ବୁଝନ୍ତୁ। ଧରାଯାଉ ଗୋଟିଏ ମାତ୍ର ସିଫ୍ଟରେ ଆପଣଙ୍କର ପରୀକ୍ଷା ହବ, ସମସ୍ତଙ୍କର କ୍ୱେଶ୍ଚେନ୍ ଆପଣଙ୍କର ସମାନ ଆସିବ, ସମସ୍ତଙ୍କର କ୍ୱେଶ୍ଚେନ୍ ସେମ୍, ଦେନ୍ ଏଠି ଆଉ ନର୍ମାଲାଇଜେସନ ର ଆବଶ୍ୟକତା ନାହିଁ। କାହିଁକି ନା ସମସ୍ତଙ୍କର କ୍ୱେଶ୍ଚେନ୍ ସେମ୍ ଅଛି, ଡିଫିକଲ୍ଟି ଲେଭେଲ ସମାନ ଅଛି, ଯା ଦେନ୍ ଏଥିରେ ଆପଣଙ୍କର ନର୍ମାଲାଇଜେସନ ର ଆବଶ୍ୟକତା ନାହିଁ। ବୁଝିଲେ। ଏବେ ନର୍ମାଲାଇଜେସନ ର ଆବଶ୍ୟକତା କେତେବେଳେ ପଡେ, ଧରାଯାଉ ଗୋଟେ ସିଫ୍ଟରେ ଆପଣଙ୍କର ପରୀକ୍ଷା ହଉନି, ବହୁତ ସାରା ସିଫ୍ଟରେ ଆପଣଙ୍କର ପରୀକ୍ଷା ଆପଣଙ୍କର ହଉଛି, ବହୁତ ସାରା। ଯେମିତି ଆପଣ ଦେଖୁଥିବେ ବର୍ତ୍ତମାନ ଆରଆଇ ପରୀକ୍ଷା ଆମର 20 ତାରିଖରୁ ଆରମ୍ଭ ହବ, 8 ତାରିଖରେ ଆପଣଙ୍କର ସରିବ। ମାନେ ଧରାଯାଉ ଆପଣଙ୍କର ପାଖାପାଖି 18 ଦିନ ପରୀକ୍ଷା ହେଲା। ଏବେ ଗୋଟେ ଦିନରେ 3ଟା ଲେଖାଏଁ ସିଫ୍ଟ, 18 ଦିନରେ ଆପଣଙ୍କର ପାଖାପାଖି 54ଟା ସିଫ୍ଟରେ ଆପଣଙ୍କର ପରୀକ୍ଷା ହବ। ଏବେ ଯେତେବେଳେ କ୍ୱେଶ୍ଚେନ୍ ତିଆରି କରାଯାଏ ନା, ଏମିତି ନୁହେଁ ମାନେ କଣ କିରେ କହିଲେ, ସମସ୍ତଙ୍କର କ୍ୱେଶ୍ଚେନ୍ ତ ସମାନ ଆସିବନି ନା, ସମସ୍ତଙ୍କର କ୍ୱେଶ୍ଚେନ୍ ଅଲଗା ଅଲଗା ଆସିବ। ଏବେ କଣ ହୁଏ ନା, ଧରାଯାଉ ଫାର୍ଷ୍ଟ ସିଫ୍ଟ ପିଲାଙ୍କର ଟିକେ ଇଜି ଆସିଲା, ସେକେଣ୍ଡ ସିଫ୍ଟ ପିଲାଙ୍କର ଆପଣଙ୍କର ମାନେ 54ଟା ସିଫ୍ଟ ହେଲା, ସେକେଣ୍ଡ ସିଫ୍ଟ ପିଲାଙ୍କର ଆପଣଙ୍କର ମଡରେଟ ଆସିଲା, ଥାର୍ଡ ସିଫ୍ଟ ପିଲାଙ୍କର ଆପଣଙ୍କର ଆସିଲା ବହୁତ ହି ମାନେ ଆପଣଙ୍କର ହାଇ ଲେବୁଲର ଆସିଲା। ଏବେ ଏବେ ଧରାଯାଉ ପରସେଣ୍ଟେଜ ଅନୁସାରେ ଆମେ କରନ୍ତେ ହେଲା, ଆମେ କହିବା ଯେ ଏତାର ହାର୍ଡ ଆସିଲା ତ କଣ ହେଲା, ସେଥିରେ ଭାସିଗଲା, ଆମେ ଏମିତି କହିବା, ହେଲେ ଅସୁବିଧା ନା, କାହିଁକି ନା ୟା ପାଇଁ ତ ଗୋଟେ ଆପଣଙ୍କର ଖରାପ ହଉଛି। ତେଣୁ କରିକି ନର୍ମାଲାଇଜେସନ ଆପଣଙ୍କର କଲେ କଣ ହବ ନା, ଯେ ସମସ୍ତଙ୍କୁ ନ୍ୟାୟ ମିଳିପାରିବ। ମାନେ ଏମିତି ନୁହେଁ ଏଇ ପିଲାମାନଙ୍କର ସ୍କୋରକୁ ଆପଣଙ୍କର ଯଦି ଇଜି ପଡିଛି ମାନେ ଏମାନେ ଭଲ ସ୍କୋର କରିଥିବେ, ଏମାନଙ୍କର ମଡରେଟ ପଡିଛି ମାନେ ଟିକେ କମ କରିଥିବେ, ଏମାନେ ହାଇ ପଡିଛି ତେଣୁକରି ଏମାନେ ବହୁତ କମ କରିପାରିଥିବେ, ରାଇଟ। ତେଣୁକରି ଏଇ ଜିନିଷ ଗୁଡାକୁ ବାଲାନ୍ସ କରିବା ପାଇଁ ପାର୍ସେଣ୍ଟାଇଲ ସ୍କୋର ଆପଣଙ୍କର ଆସିଛି। এই ପାର୍ସେଣ୍ଟାଇଲ ସ୍କୋରରେ କଣ ହୁଏ ନା, ନା କାହାରି ବି କିଛି କ୍ଷତି ହୁଏନି। ଠିକ ଅଛି। ମାନେ ସମସ୍ତଙ୍କର ଠିକ ରୁହେ। ଦେଖନ୍ତୁ, ଏବେ ଆପଣ ମାନେ କହିବେ ସାର୍ ପାର୍ସେଣ୍ଟାଇଲ ସ୍କୋରରେ ମୋର ବେନିଫିଟ କଣ ହବ, ମୁଁ ଆପଣଙ୍କୁ ଏକ୍ସାମ୍ପଲ ଦେଇକି ବୁଝେଇଲେ ଆପଣଙ୍କୁ ବହୁତ ଇଜି ହବ ଏବଂ ଆପଣ ବୁଝିପାରିବେ ଯେ ପାର୍ସେଣ୍ଟାଇଲ ସିଷ୍ଟମ ଆପଣଙ୍କର କେମିତି କାଉଣ୍ଟ ହୁଏ, ତା ସମ୍ପର୍କରେ ଆମେ ଡିସ୍କସନ କରିବା। ଠିକ ଅଛି। ଧରାଯାଉ ମୁଁ ଆପଣଙ୍କୁ ଗୋଟେ ପୁରା ଦେଶୀ ଭାଷାରେ ଆପଣଙ୍କୁ ବୁଝେଇଲେ, ଧରାଯାଉ ଆପଣଙ୍କର ଏଇ ଯୋଉ ଫରେଷ୍ଟର ଫରେଷ୍ଟ ଗାର୍ଡ ଏଲଏସଆଇ ରେ ପାର୍ସେଣ୍ଟାଇଲ ପାର୍ସେଣ୍ଟେଜ ମାନେ ଆପଣ ଧରାଯାଉ ପାର୍ସେଣ୍ଟେଜ ମାନେ କଣ, ଧରାଯାଉ ଆପଣ ଫୁଲ ମାର୍କ ଆପଣଙ୍କର ଥିଲା, ଏକ୍ସାମ୍ପଲ କହୁଛି 180 ଆପଣଙ୍କର ଥିଲା ହେଲା, ଆପଣ କେତେ ରଖିଛନ୍ତି ମାର୍କ, ଆପଣଙ୍କର ମାର୍କ ଆପଣ ରଖିଛନ୍ତି ଧରାଯାଉ 120 ଆପଣ ରଖିଛନ୍ତି।
ଏବେ percentage ମାନେ ଆପଣଙ୍କର କଣ? percentage କେମିତି calculate କରାଯାଏ? ଆପଣ କେତେ ମାର୍କ ରଖିଛନ୍ତି ବାଇ ଫୁଲ ମାର୍କ ଆପଣଙ୍କର କେତେ ଥିଲା ଇଣ୍ଟୁ ଆପଣ 100 କରନ୍ତି, ଇଣ୍ଟୁ ଆପଣଙ୍କର 100 ଯାହା ବାହାରିଲା ସେଇଟା ହଉଛି ଆପଣଙ୍କର percentage, ରାଇଟ୍? ବୁଝିଗଲେ? percentage ମାନେ ଆପଣ କଣ ବୁଝିଗଲେ? ସିମ୍ପଲ ଜିନିଷ, ଆପଣ ଯେତିକି ରଖିଛନ୍ତି ଡିଭାଇଡେଡ ବାଇ ଫୁଲ ମାର୍କ ଇଣ୍ଟୁ ଆପଣଙ୍କର 100, ଏଇଟା ହଉଛି percentage। କିନ୍ତୁ percentile ମାନେ କଣ? ଯଦି ଆମେ ଦେଶୀ ଭାଷାରେ କହିବା, ଧରାଯାଉ ଆପଣଙ୍କର percentile ଅଛି, ଧରାଯାଉ 95 percentile ଅଛି, ୟା ମାନେ ଆପଣ କଣ? ଆପଣ 100 ରୁ ଆପଣଙ୍କର 95 ଆପଣ ବିୟୋଗ କରିଦେବେ, 5 percentile ହେଲା, ୟା ମାନେ ହଉଛି ଟପ ରୁ, ତଳ ପଟୁ ନୁହେଁ, ଟପ ପଟୁ, ଟପ ପଟୁ ଯୋଉ ଟପ ପଟୁ 5% ପିଲା ମଧ୍ୟରେ ଆପଣ ଅଛନ୍ତି, ୟା ମାନେ ନୁହେଁ ଯେ ଆପଣଙ୍କର ସିଲେକ୍ସନ ହବ, କାହିଁକି ନା ସିଲେକ୍ସନ ତ ଡିପେଣ୍ଡ କରେ ଆପଣଙ୍କର କେତେ ପୋଷ୍ଟ ଅଛି। ଯଦି ବହୁତ ଅଧିକ ପାର୍ସେଣ୍ଟାଇଲ ପିଲା ଅଛନ୍ତି ଦେନ୍ ତ ଆପଣଙ୍କର ହବନି। ବୁଝା ପଡିଲା? ବୁଝିପାରିଲେନି? ଆଉ ଥରେ ଦେଶୀ ଭାଷାରେ କେମିତି କାଲକୁଲେଟ କରାଯାଏ ତାହା ମୁଁ ଆପଣଙ୍କୁ ବୁଝେଇଲି। ଧରାଯାଉ ଆପଣଙ୍କର ପାର୍ସେଣ୍ଟାଇଲ ଅଛି 70 ପାର୍ସେଣ୍ଟାଇଲ, ୟା ମାନେ କଣ? 100 ରୁ ଆପଣ 70 କୁ ଆପଣଙ୍କର ବିୟୋଗ କଲେ 30%, ଏମିତି ରହିଲା। ୟା ମାନେ ହଉଛି ଟପ ପଟୁ ଯୋଉ 30% ପିଲା ଅଛନ୍ତି ତା ମଧ୍ୟରେ ଆପଣ ଅଛନ୍ତି ଟପ ପଟୁ ଆପଣ 30, ଏଇ 30% ପିଲା 1000 ହେଇପାରନ୍ତି, ଲକ୍ଷେ ହେଇପାରନ୍ତି, କହିହବନି, ଡିପେଣ୍ଡ କରେ। କିନ୍ତୁ ଏଇଟା ହଉଛି ଆପଣଙ୍କର ପାର୍ସେଣ୍ଟାଇଲ, ମାନେ ଏତିକି ପିଲା ଭିତରେ ଆପଣ ଅଛନ୍ତି ଟପ ପଟୁ। ବୁଝା ପଡୁଛି? ବା ଆପଣ ଏମିତି ବି କହିପାରନ୍ତି ଯେ ଆପଣଙ୍କର ତଳ ପଟେ 70% କମ ପିଲା ଅଛନ୍ତି, ଆପଣଙ୍କର ତଳ ପଟେ ଆପଣ ଉପର ପଟୁ 30% ଅଛନ୍ତି, ଆପଣଙ୍କ ତଳେ 70% ପିଲା ଅଛନ୍ତି। ଏଇଟା ହଉଛି ଦେଶୀ ଭାଷା। କିନ୍ତୁ ଯଦି ଆମେ କାଲକୁଲେଟ କରିବା, ଏନଟିଏ କେମିତି କାଲକୁଲେଟ କରେ, କାହିଁକି ନା ଓ ଟ୍ରିପଲ ଏସି ଆପଣଙ୍କର କାଲକୁଲେଟ କରିବ। ଦେଖନ୍ତୁ କେମିତି କାଲକୁଲେଟ କରାଯାଏ ପାର୍ସେଣ୍ଟାଇଲ ସିଷ୍ଟମ। ତ ହଉଛି ଏଇଆ, ଯେହେତୁ ସିଫ୍ଟ ଅନୁସାରେ ଆପଣ, ଆଉ ମୁଁ ଆପଣଙ୍କୁ ଏଇ ଭିଡିଓରେ ମଧ୍ୟ କହିବି ଯେ ଆପଣ କଣ କଲେ ଆପଣଙ୍କର ପାର୍ସେଣ୍ଟାଇଲ ମାନେ ସବୁଠୁ ବେଷ୍ଟ ହବ। ଠିକ ଅଛି? ଦେଖନ୍ତୁ ଏଥିରେ ପୁରାପୁରି ଡିପେଣ୍ଡ କରୁଛି ଆପଣଙ୍କର ସିଫ୍ଟ ଉପରେ। ଠିକ ଅଛି? ବହୁତ ସିମ୍ପଲ ରେ ଭାଇ, ଆପଣଙ୍କୁ କୋଉ ସିଫ୍ଟରେ କଣ ହଉଛି ତା ସହିତ କିଛି ମତଲବ ନାହିଁ। ଠିକ ଅଛି? ଆପଣଙ୍କୁ ନିଜ ସିଫ୍ଟରେ ବେଷ୍ଟ ଦେବାର ଅଛି, କାହିଁକି ନା ପାର୍ସେଣ୍ଟାଇଲ ସିଷ୍ଟମ କୋଉଥିରେ କାମ କରେ? ନିଜ ସିଫ୍ଟ ପାଇଁ କାମ କରେ। ପୂର୍ବରୁ କଣ ହଉଥିଲା କହିଲେ? ଆପଣଙ୍କୁ ଚିନ୍ତା କରିବା ପାଇଁ ପଡୁଥିଲା କିଏ କେତେ ରଖିଥିବ ତାଙ୍କ ସିଫ୍ଟରେ। ଭାଇ ତାଙ୍କ ସିଫ୍ଟ ସହିତ ଆପଣଙ୍କର କିଛି ସମ୍ପର୍କ ନାହିଁ, ଆପଣଙ୍କର ସିଫ୍ଟ ସହିତ ଆପଣଙ୍କର ମତଲବ। ଆପଣଙ୍କୁ ନିଜ ସିଫ୍ଟରେ ଭଲ ସ୍କୋର ରଖିବାର ଅଛି। ଏଇଟା ହଉଛି ଆପଣଙ୍କର ପାର୍ସେଣ୍ଟାଇଲ ସିଷ୍ଟମର ସବୁଠୁ ବେଷ୍ଟ। କାହିଁକି ନା ଡିପେଣ୍ଡ କରେ, ଆପଣଙ୍କୁ ଜଣା ଅଛି ନା ଆପଣଙ୍କର ଏଇ ଯୋଉ ସିଫ୍ଟରେ କଷ୍ଟ ଆସିଛି ନା ଇଜି ଆସିଛି, ଅନ୍ୟ ପିଲାଙ୍କ ସହିତ କଣ ସମ୍ପର୍କ। ତେଣୁକରି ଆପଣଙ୍କୁ ନିଜ ସିଫ୍ଟରେ ସବୁଠୁ ବେଷ୍ଟ ରଖିବାର ଅଛି। ଏଇଟା ହଉଛି ପାର୍ସେଣ୍ଟାଇଲ ସିଷ୍ଟମର ଫାଣ୍ଡା। ଦେଖନ୍ତୁ ଫର୍ମୁଲା କଣ କହୁଛି? ଫର୍ମୁଲା କହୁଛି ଏଇଆ, 100 into number of candidates appeared in the session with raw score equal to or less than the candidate by total number of candidates appeared in the session। ମୁଁ ଆପଣଙ୍କୁ ବହୁତ ସିମ୍ପଲ ୱେରେ ଆପଣଙ୍କୁ ବୁଝାଉଛି, ଆସନ୍ତୁ ଆମେ ଟିକେ ବୁଝିବା ହେଲା। ଧରାଯାଉ ଭାଇ ଦେଖ, ଆପଣ କେବଳ ଆପଣଙ୍କୁ ନିଜ ସିଫ୍ଟର ଚିନ୍ତା କରିବାର ଅଛି, କୋଉ ସିଫ୍ଟରେ କଣ ହେଲା ତା ସହିତ କିଛି ସମ୍ପର୍କ ନାହିଁ। ଠିକ ଅଛି? ଦେଖନ୍ତୁ ବହୁତ ସିମ୍ପଲ, ଆପଣଙ୍କୁ ଭଲ ଲାଗିବ ହେଲା। ଧରାଯାଉ ଆପଣଙ୍କର ଆପଣଙ୍କର ଏଇ ଯୋଉ ସିଫ୍ଟରେ, ଠିକ ଅଛି, ଟୋଟାଲ ପିଲା, ଟୋଟାଲ ଆପଣଙ୍କର ପିଲା କେତେ କହିଲେ? ଟୋଟାଲ ଫର୍ମ ଆପଣଙ୍କର ଫିଲ୍ କରିଛନ୍ତି ଆପଣଙ୍କର ଆପଣଙ୍କର ସିଫ୍ଟରେ ହେଲା। এটা ଡିପେଣ୍ଡ କରେ ନା ସାର୍, ଆମେ କେମିତି ଜାଣିବୁ କେତେ ପିଲା ପରୀକ୍ଷା ଦେଲେ କଣ ନାହିଁ? ସେଇଟା ଓ ଟ୍ରିପୁଲ ଏସି ଜଣେଇବା କଥା, ବଟ୍ ଜଣଉଛି ନ ଜଣଉଛି କଣ କହିବା। ଧରାଯାଉ ଆପଣଙ୍କର ସିଫ୍ଟରେ ଆକ୍ଚୁଆଲି ଟୋଟାଲ ପିଲା ଆସିବା କଥା, ଭଲସେ ବୁଝନ୍ତୁ ହେଲା। ଧରାଯାଉ ଟୋଟାଲ ପିଲା ଆପଣଙ୍କର ଆସିବା କଥା, ଆପ୍ଲିକାଣ୍ଟ ଆସିବା କଥା 2000 ପିଲା ଆପଣଙ୍କର ଆସିବା କଥା ଧରାଯାଉ। ଠିକ ଅଛି? ଏବେ ଆପଣଙ୍କ ସିଫ୍ଟରେ ପିଲା କେତେ ଆସିଲେ ନା, ପରୀକ୍ଷା ଆପଣଙ୍କର ଦେଲେ, ପରୀକ୍ଷା ଆପଣଙ୍କର ଦେଲେ ଧରାଯାଉ 1800 ପିଲା ଆପଣଙ୍କର ଦେଲେ, 1800 ପିଲା, ଧରାଯାଉ 1800 ପିଲା ଆପଣଙ୍କର ଦେଲେ। ଠିକ ଅଛି? ବୁଝିଲେ? ତାହେଲେ ପରୀକ୍ଷା କେତେ ଦେଇଛନ୍ତି? 1800 ପିଲା ଆପଣଙ୍କ ସିଫ୍ଟରେ ପରୀକ୍ଷା ଦେଲେ। ଠିକ ଅଛି? ଏବେ ଧରାଯାଉ ଆପଣଙ୍କର ତ ପାର୍ସେଣ୍ଟାଇଲ ଆମେ କେମିତି କାଲକୁଲେଟ କରିବା? ନା ତଳ ପଟେ ଆମର ରହିବ 1800 ମାନେ ଟୋଟାଲ ପିଲା କେତେ ପରୀକ୍ଷା ଦେଲେ। ଏବେ ଉପର ପଟେ ରହିବ 100 ଇଣ୍ଟୁ, ଏବେ ଆପଣଙ୍କର ସହିତ ସମାନ
किंबा आपणको ठारू कम केते पिला रखिचंती ठीक अछि पूरा को शिफ्ट रे कोन हेछि सहित मतलब नाही आपणकर शिफ्ट रे खाली एटा परसेंटाइल केवल निज शिफ्ट सहित काउंट आपणकर हुए बुझा पडुची धरा जाऊ आपण कोन कले ना ए जो 1800 टा पिला मध्यरु हैला 1800 टा पिला मध्यरु आपणकर स्कोर माने आपण कोन कले ना कहिले ना 600 नंबर माने 600 रैंक रे आपण अछंती 600 रैंक रे माने धरा जाऊ कहूची हैला तो धरा जाऊ मु एमिति कहिबी जे आपणको सहित समान किंबा आपणको ठारू कम केते पिला अछंती ना 1200 आपणकर पिला अछंती ताले परसेंटाइल आपणकर केते हि जिवो याको जदी आपण सिंपलीफाई करिदेबे 66.66 समथिंग बाहरला तो एटा होची आपणकर परसेंटाइल आपण बुझी पारलेनी आउ थरे मु आपनको बुझौची आपनको बुझिबारे आहुरी सहज होला परसेंटाइल सिस्टम बहुत ही भलो गुटे पटो देखा पई गले एतिरे कोन देखंतु ऑब्वियसली ऑफलाइन परीक्षा ले झंझाट किछि नाही समस्तंकर सेम क्वेश्चन जिंदाबाद किंतु जदि बहुत सारा शिफ्ट रे आपणकर परीक्षा होची ना देन परसेंटाइल सबटु बेस्ट काहे कि बेस्ट आपणकर कहिले काहे कि ना आपनको मन भी गोटे डाउट असतो सर तांको शिफ्ट रे बहुत इजी आसिला सर आम शिफ्ट रे बहुत ही हार्ड आसिला ता सहित किछि मतलब ही नाही आपणको निज शिफ्ट रे बेस्ट देवार अछि देखंतु गोटे पिलाटा बहुत ही कम रखिथिबो हेले भी तार अधिक परसेंटाइल आसीबो मु आपनको एग्जांपल लेके आपनको बुझेइबी बहुत ही खुशी लागबो देखो धरा जाऊ मु गोटे एग्जांपल आपनको दउछि देखंतु ହେଲା गोटे छोटिया आपनको डाटा को नेकी करूछि धरा जाऊ गोटे परीक्षा रे माने आपनकर शिफ्ट रे होला आपनको शिफ्ट रे गोटे पिला आपनकर 100 मार्क रखिला गोटे पिला रखिला 92 गोटे पिला धर आपनको 100 मार्क रो परीक्षा हबो ना एग्जाम डायरेक्टली रियल लाइफ एग्जांपल लेले बहुत ही भलो हबो होला देखंतु धरा जाऊ गोटे पिला आपनको रखिला 80 हैला आ गोटे पिला आपनको रखिला आपनकर 75 आ गोटे पिला रखिला आपनकर 70 आ गोटे पिला आपनकर रखिला 60 केवल आपणकर शिफ्ट कथा चिंता अन्य शिफ्ट रे कोन होची भाई किछि नै काहे कि ना आपणकर शिफ्ट अनुसार आपणकर तो परसेंटाइल अधिक आसीबो ना बुझा पडुची आ गोटे पिला आपणकर रखिला धरा जाऊ किछि भी रखिछि धरा जाऊ 55 रखिछि ହେଲା धरा जाऊ मु कहली आपणकर शिफ्ट रे केवल एई पांचटा पिला परीक्षा देले पांचटा मात्र पिला देइछन्ती परीक्षा एबे परसेंटाइल केमिति कैलकुलेट आपणकर होबो देखंतु होला केवल आपणकु निज शिफ्ट सहित संपर्क होला एबे परसेंटाइल केमती कैलकुलेट करा जाए तळ पटे रहिबो टोटल पिला केता पिला परीक्षा दैछन्ती आपनको शिफ्ट रे पांचटा पिला आपनकर परीक्षा दैछन धरा जाऊ पांचटा पिला एबे इनटू आपनकर 100 रहिबो एबे आपनको ठारू किंबा आपनको ठारू कम केता पिला आपनकर अछन्ती आपनको सहित समान किंबा आपनको ठारू कम केता पिला आपनकर अछन्ती कैलकुलेट आपन करंतु सर आपनको सहित समान तो केही नाही 80 आउ केही रखिचन्ती आपनको शिफ्ट रे के रखी नांती किंतु आपनको ठारू कम केते पिला अछंती ना चारटा पिला आपनकर अछंती एबे आपण कैलकुलेट करि दियंतु आपनकर परसेंटाइल आपनकर केते बाहरी गले ना जा बाहरला एटा होची आपनकर परसेंटाइल एटा होची आपनकर शिफ्ट रो परसेंटाइल आपनकर ठीक अछि बुझी पारले एबे आपण मान देखुथिबे एटा आपनकर ठीक बाहरला बाहरलानी काहे कि ठीक बाहरलानी काहे कि ना ए पिलाटा तो सब ठारू अधिक स्कोर करिछि माने ता सहित ता ताकू भी काउंट करिवे ताकू भी आपनकर काउंट करिवे ना काहे कि ना से तो टॉप पिलाटा टॉपर पिलाटा आपनकर तन करी बाय कर देले आपनकर सेई 100 परसेंटाइल आपनकर बाहरी जिवो एबे धरा जो यार आपन काउंट करिवे केमती होबो या सहित समान किमा या ठारू कम याकू भी आपन काउंट करिवे निहाती तळ पटे तो रहइबो टोटल पिला या देखो ए मार्क किछि काउंट होउची कोनसी भी जगह रे मार्क किछि भी आपनकर काउंट होउनी ठीक अछि देखो या सहित समान किंबा या ठारू आपनकर कम केता पिला अछंती चारटा ही पिला अछंती इनटू आपनकर 100 जा बाहरला देखंतु 80 परसेंटाइल एटा परसेंटाइल एमिति का आपनकर बाहरे बुझा पडुची एबे आपण माने भाबुतिबे सर जे टॉप करूची जे टॉपर तारो केमिति आपनकर 100 परसेंटाइल आपनकर होउची ता भी देखंतु बुझे दउची धरा जाऊ आपनकर शिफ्ट रे हला आपनकर शिफ्ट रे टोटल पिला आपनकर अछंती केते ना धरा जाऊ 2000 पिला आपनकर परीक्षा देवा कथा एबे धरा जो आपनकर पिला परीक्षा देले केते ना हजारे पिला आपनकर परीक्षा देले आपनकर शिफ्ट रे ठीक अछि हैला एबे गुटे पिला आपनकर रखिला 50 मार्क आपनकर रखिला 50 मार्क आउ या ठारू माने केही भी
ମାନେ ଇଏ ଟପ୍ କରିଛି ମାନେ ଆପଣଙ୍କର ସିଫ୍ଟରେ ବହୁତ ହାର୍ଡ କ୍ୱେଶ୍ଚନ ପଡିଥିଲା 100ଟା କ୍ୱେଶ୍ଚନରୁ ସେ ମାତ୍ର 50ଟା ଠିକ କଲା। ହାର୍ଡ କ୍ୱେଶ୍ଚନ ଅନୁସାରେ ସିଏ ଆପଣଙ୍କର ବହୁତ ଭଲ କରିଛି ଆଉ 100ଟା କ୍ୱେଶ୍ଚନରୁ 50ଟା କରିଛି ଆପଣଙ୍କର। କିନ୍ତୁ ଏଇ ସିଫ୍ଟରେ ନା ଇଏ ସବୁଠାରୁ ଭଲ ମାର୍କ ରଖିଛି ହେଲା। ତାହେଲେ ପାର୍ସେଣ୍ଟାଇଲ ୟାର କେମିତି ବାହାରିବ ଦେଖନ୍ତୁ। ତଳ ପଟେ ତ ଆପଣଙ୍କର ଟୋଟାଲ ପିଲା ରହିବ 1000 ଆପଣଙ୍କର ରହିଲା ହେଲା 100 ଇଣ୍ଟୁ ଆପଣଙ୍କର ହବ। ଏବେ ୟା ସହିତ କିମ୍ବା ୟା ଠାରୁ କମ କେତେ ପିଲା ଅଛନ୍ତି, ୟା ସହିତ ସମାନ କିମ୍ବା ୟା ଠାରୁ କମ କେତେ ପିଲା ଅଛନ୍ତି? ଆପଣ କହିବେ ସାର୍ ୟା ସହିତ ସମାନ କିମ୍ବା ୟା ଠାରୁ କମ ତ ଆମେ ସେ କହିପାରିବା ୟା ସହିତ ସମାନ ତ କେହି ନାହାନ୍ତି, ଇଏ ସବୁଠୁ ଅଧିକ ରଖିଛି ତ ୟା ଠାରୁ କମ କେତେ ପିଲା ଅଛନ୍ତି ଆମର ନା ପାଖାପାଖି ଆମର 999 ପିଲା ଅଛନ୍ତି ରାଇଟ୍। ଏତିକି ପିଲା ଅଛନ୍ତି ଯଦି ଆପଣ କାଲକୁଲେଟ ଆପଣଙ୍କର କରିଦେବେ ତ 99.99 ପରସେଣ୍ଟାଇଲ ଏତିକି ରହିଲା। ଦେଖନ୍ତୁ 100ରୁ ସିଏ 50 ମାର୍କ ରଖିଛି କିନ୍ତୁ ପରସେଣ୍ଟାଇଲ କେତେ ହେଲା 99.99। କାହିଁକି ହେଲା? କାହିଁକି ନା ଇଏ ସେଇ ସିଫ୍ଟରେ ସବୁଠାରୁ ଭଲ ସ୍କୋର ରଖିଛି ଆଉ ସବୁଠୁ ଟପ୍ ସ୍କୋରର ଆପଣଙ୍କର ଅଟେ। ବୁଝା ପଡୁଛି? ତେଣୁକରି କୋଉ ସିଫ୍ଟରେ କଣ ହଉଛି ତା ସହିତ ଆପଣଙ୍କର ମତଲବ ନାହିଁ। ଆପଣଙ୍କୁ ନିଜ ସିଫ୍ଟରେ ବେଷ୍ଟ କରିବାର ଆପଣଙ୍କର ଅଛି। ବୁଝା ପଡୁଛି? ବୁଝିପାରିଲେ ନା? ନା ବୁଝିପାରିଲେନି? ବୁଝିପାରୁନାହାନ୍ତି ଆଉ କଣ କରାଯାଇ ପାରିବ? ଆପଣଙ୍କୁ ନିଜ ସିଫ୍ଟରେ ବେଷ୍ଟ କରିବାର ଅଛି। ମାନେ ଆପଣଙ୍କର ସିଫ୍ଟରେ ଅନ୍ୟ ସିଫ୍ଟରେ କଣ ହଉଛି ଭାଇ ମତଲବ ନାହିଁ। ଆପଣଙ୍କୁ ନିଜ ସିଫ୍ଟରେ ଭଲ ସ୍କୋର କରିବାର ଅଛି। ନିଜ ସିଫ୍ଟରେ ଆପଣ ଭଲ ସ୍କୋର କଲେ ଆପଣଙ୍କର ପରସେଣ୍ଟାଇଲ ବଢିଗଲା। ବୁଝା ପଡୁଛି? ହେଲା। ଆଉ ଗୋଟେ ଆପଣଙ୍କର ଏକ୍ସାମ୍ପଲ ଦେବି ଦେଖନ୍ତୁ ଏଠି ନିଜେ ନିଜେ ମଧ୍ୟ ଆପଣଙ୍କର ଏକ୍ସାମ୍ପଲ ସିଏ ଆପଣଙ୍କର ଦେଇଛି ତାହା ମଧ୍ୟ ଆମେ ଏଥିରେ ଆପଣଙ୍କର କାଲକୁଲେଟ କରିଦେଲେ ଆପଣ କହିବେ ସାର୍ ଆମେ କେମିତି ଜାଣିବା ଯେ କେତେ ପିଲା ଆମ ଠାରୁ କମ ରଖିଛନ୍ତି କିମ୍ବା କେତେ ପିଲା ଆମ ସହିତ ସମାନ ରଖିଛନ୍ତି ମାର୍କ ସେଟା ଜଣା ପଡିବନି। ସେଇଟା ସେମାନେ ହିଁ ର ସ୍କୋର ରିଲିଜ କଲେ ଜଣା ପଡିବ ନହେଲେ ଜଣା ପଡିବ ନାହିଁ। ଠିକ ଅଛି। ତ ଆପଣଙ୍କର ଏଇଟା ପରସେଣ୍ଟାଇଲ ର ବେନିଫିଟ ହଉଛି ଏଇଆ ଯେ ମାନେ ସିଫ୍ଟ କୋଉ ସିଫ୍ଟରେ ଇଜି ପଡୁଛି କୋଉ ସିଫ୍ଟରେ ହାର୍ଡ ପଡୁଛି ସେଥିରେ କଣ ହବ ନା ଭାଇ ଅନ୍ୟ ସିଫ୍ଟ ସହିତ ଆପଣଙ୍କୁ ତୁଳନା କରାଯିବନି। ଆପଣଙ୍କ ସିଫ୍ଟ ସହିତ ଆପଣଙ୍କର ତୁଳନା କରାଯିବ। କାହିଁକି ନା ଅନ୍ୟ ସିଫ୍ଟ ସହିତ ତୁଳନା କଲେ ଆପଣଙ୍କୁ ଖରାପ ଲାଗିବ। ତାଙ୍କର ଇଜି ପଡିଥିଲା ବୋଲି ସେମାନେ ଅଧିକ ରଖିପାରିଲେ, ଆପଣଙ୍କର ହାର୍ଡ ପଡିଥିଲା ବୋଲି ଆପଣ କମ ରଖିପାରିଲେ, ଏମିତି ମନରେ ଗୋଟେ ସନ୍ଦେହ ଆସିବ। ତେଣୁକରି ପରସେଣ୍ଟାଇଲ ସିଷ୍ଟମ ଭଲ। ଠିକ ଅଛି। ଏଇଟା ଏଇ ଅନୁସାରେ ଭଲ। ବହୁତ ସିମ୍ପଲ ଜିନିଷ। ଆପଣଙ୍କୁ ନିଜ ସିଫ୍ଟ ସହିତ ମତଲବ ରଖିବାର ଅଛି। ନିଜ ସିଫ୍ଟରେ ସବୁଠୁ ଭଲ ସ୍କୋର ରଖନ୍ତୁ ବାସ୍ ଆପଣଙ୍କର କାଲକୁଲେଟ କରିଦେବେ। କେମିତି କାଲକୁଲେଟ କରିବେ ବୁଝିଗଲେ ନା? ତଳ ପଟେ ଟୋଟାଲ କେତେ ପିଲା ଆପଣଙ୍କର ସିଫ୍ଟରେ ଦେଇଛନ୍ତି ହେଲା 100 ଆପଣଙ୍କର ଉପର ପଟେ ଇଣ୍ଟୁ ହବ। ଏବେ ଆପଣଙ୍କ ସହିତ ସମାନ କିମ୍ବା ଆପଣଙ୍କ ଠାରୁ ତଳେ କେତେ ପିଲା ଆପଣଙ୍କର ଅଛନ୍ତି। ବୁଝିପାରିଲେ? ଯେମିତି ଏଇ କେସରେ ମୁଁ କହିଲି 1000ଟା ପିଲା ପରୀକ୍ଷା ଦେଇଥିଲେ କିନ୍ତୁ 50 ମାର୍କ ଖାଲି ଗୋଟେ ପିଲା ରଖିଛି ଆଉ ସିଏ ସବୁଠୁ ଟପ୍ ସ୍କୋର। ମାନେ ଯେତିକି ବି ପିଲା ଅଛନ୍ତି ବାକି ବାକି କେତେ ପିଲା ଅଛନ୍ତି 999 ପିଲା ଅଛନ୍ତି, ଇଏ 50ରୁ କମ ରଖିଛନ୍ତି। ତାହେଲେ ତେଣୁକରି ଆମେ ଏଇଠି 999 ଆପଣଙ୍କର ମଲ୍ଟିପ୍ଲାଇ କଲେ ଆଉ ପରସେଣ୍ଟାଇଲ ବାହାରିଲା ଆମର 99.99 ପରସେଣ୍ଟାଇଲ। ବୁଝିଗଲେ? ତ ଆପଣଙ୍କୁ ନିଜ ସିଫ୍ଟରେ ବେଷ୍ଟ ସ୍କୋର ରଖିବାର ଅଛି ଏବଂ ସବୁଠୁ ଭଲ ସ୍କୋର ରଖିବାର ଅଛି। ତେବେ ସିନା ଆପଣଙ୍କ ଠାରୁ କମ ଆପଣଙ୍କ ଠାରୁ କମ ଅଧିକ ପିଲା ଥିବେ, ଆପଣଙ୍କ ଠାରୁ ଉପର ପଟେ ଯେମିତି କମ ପିଲା ଥିବେ। ବୁଝା ପଡୁଛି? ଆପଣଙ୍କ ଠାରୁ ଯେତେ ଉପର ପଟେ କମ ପିଲା ଥିବେ ନା ସେତେ ଅଧିକ ଆପଣଙ୍କର ପରସେଣ୍ଟାଇଲ ବଢି ବଢିଯିବ। ଠିକ ଅଛି। ତେଣୁକରି ନିଜ ସିଫ୍ଟ ସହିତ ନିଜର ମତଲବ ଭାଇ ଆପଣଙ୍କୁ ନିଜ ସିଫ୍ଟରେ ସବୁଠୁ ବେଷ୍ଟ ରଖିବାର ଅଛି। ହେଲେ ହିଁ ଆପଣଙ୍କର ପରସେଣ୍ଟାଇଲ ବଢିବ ଆଉ ଆପଣଙ୍କର ସିଲେକ୍ସନ ହବ। ବୁଝିଗଲେ? ହେଲା। ଠିକ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।